ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ତରଫରୁ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥଯାତ୍ରା ପୂର୍ବରୁ ମନ୍ଦିର ସଫେଇ ସେବା କାର୍ଯ୍ୟ। ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ପକ୍ଷରୁ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଏବଂ ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଚତୁଃପାର୍ଶ୍ୱରେ ଆଜି ସଫେଇ ସେବା କାର୍ଯ୍ୟ କରାଯାଇଛି। ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘର ସମ୍ପାଦକ ବାବୁଲା ବିଶ୍ୱାଳଙ୍କ ନେତୃତ୍ୱରେ ଏହି ସଫେଇ ସେବା କାର୍ଯ୍ୟ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରାଯାଇଥିଲା। ଜଗନ୍ନାଥ ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା ଏବଂ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ମନ୍ଦିରର ଚତୁଃପାର୍ଶ୍ୱରେ ବ୍ଲିଚିଂ ପାଉଡର ଓ ସର୍ଫ ପାଉଡର ଢାଳି ସଫେଇ ସେବା କାର୍ଯ୍ୟ କରାଯାଇଥିଲା। ପ୍ରଭୁଙ୍କ ସେବା କରିବାର ସୌଭାଗ୍ୟ ଏମିତି ସବୁ ବର୍ଷ ଆମକୁ ମିଳୁ ବୋଲି ସଂଘ ପକ୍ଷରୁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ତରଫରୁ ଆଜି ଆମର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଏବଂ ବିଶ୍ୱ ପ୍ରସିଦ୍ଧ ଆଜି ଆସନ୍ତାକାଲି 29/6/2024 ଏକ ସୋମବାର ଦିନ ଦେବସ୍ନାନ ପୂର୍ଣ୍ଣିମା ଜ୍ୟେଷ୍ଠ ପୂର୍ଣ୍ଣିମା ଉପଲକ୍ଷେ ଆଜି ଆମର ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ତରଫରୁ ଆଜି ଏହି ପ୍ରଭୁଙ୍କର ଜଗନ୍ନାଥଙ୍କର ସେବା କରିବା ପାଇଁ ଆମ ଜିଲ୍ଲାର ସମସ୍ତ ମେଡିସିନ ସେଲ୍ସମ୍ୟାନ୍ ସଂଘର ସମସ୍ତ ସଭ୍ୟବୃନ୍ଦ ଆଜି ପ୍ରଭୁ ଜଗତରନାଥ ଜଗନ୍ନାଥ ମହାପ୍ରଭୁଙ୍କର ଆଜି ସଫାଇ କରାଯାଉଛି। ମୁଁ ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘର ସମ୍ପାଦକ ବାବୁଲା ବିଶ୍ୱାଳ। ମୁଁ ଆଜି ଆମ ଅନୁଗୁଳ ଜିଲ୍ଲା ଶୈଳ ଶ୍ରୀକ୍ଷେତ୍ରର ସମ୍ପାଦକ ଶ୍ରୀଯୁକ୍ତ ହୃଷିକେଶ ଦାସ ମହୋଦୟ ଆମକୁ ଆଜି ପରମିଶନ ଦେଇଥିବାରୁ ଆମ ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ତରଫରୁ ତାକୁ କୋଟି କୋଟି ପ୍ରଣାମ। ଅନୁଗୁଳ ଜିଲ୍ଲାପାଳ ମହୋଦୟ ମଧ୍ୟ ଆମକୁ ଆଜି ଏହି ଅନୁମତି ଦେଇଥିବାରୁ ଆମେ ତାଙ୍କ ପାଖରେ ଚିରଋଣୀ ଏବଂ ଉପସଭାପତି ମହୋଦୟ ପାଖରେ ଆମେ ଚିରଋଣୀ। ଅନୁଗୁଳ ଜିଲ୍ଲା ଏସ୍ପି ମହୋଦୟଙ୍କ ପାଖରେ ଆମ ଅନୁଗୁଳ ଜିଲ୍ଲା ସେଲ୍ସମ୍ୟାନ୍ ସଂଘ ଆଜି ଚିରଋଣୀ। ଆମକୁ ଏହି ପ୍ରଭୁଙ୍କର ସେବା କରିବା ପାଇଁ ସୁଯୋଗ ମିଳିଥିବାରୁ ଆଜି ତାଙ୍କ ପାଖରେ ଆମେ ଚିରଋଣୀ। ପ୍ରତ୍ୟେକ ବର୍ଷ ଆମର ଏହି ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ସଂଘ ତରଫରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଏବଂ ଦେବସ୍ନାନ ପୂର୍ବରୁ ଆମର ପ୍ରଭୁ ଜଗନ୍ନାଥଙ୍କର ସେବା କରିବାର ସୁଯୋଗ ମିଳିଥିବାରୁ ଆଜି ଆମ ସଂଘର ସମସ୍ତ ସଭ୍ୟବୃନ୍ଦ ଏବଂ ସଂଘର ସଭାପତି ଉପସଭାପତି ସହ ସମ୍ପାଦକ କୋଷାଧ୍ୟକ୍ଷ ଆଡ଼ଭାଇଜର ସମସ୍ତଙ୍କୁ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ମୋର କୋଟି ପ୍ରଣାମ ଜଣାଉଛି। ସମସ୍ତଙ୍କର ମଙ୍ଗଳ ହେଉ ଏବଂ ସମସ୍ତ ଅନୁଗୁଳ ଜିଲ୍ଲାର ସମସ୍ତ ଆମର ବ୍ୟବସାୟୀ ଅନୁଗୁଳ ଜିଲ୍ଲା ମେଡିସିନ ସେଲ୍ସମ୍ୟାନ୍ ଅନରମାନଙ୍କର ମଙ୍ଗଳ ହେଉ। ଅନୁଗୁଳ ଜିଲ୍ଲା ଓଡ଼ିଶା ଭାରତବର୍ଷ ସମସ୍ତଙ୍କର ଏହି ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଏବଂ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ସମସ୍ତଙ୍କର ମଙ୍ଗଳମୟ ହେଉ। ଆମର ଜଗତର ନାଥ ଜଗନ୍ନାଥ ମହାପ୍ରଭୁ ମା ବୁଢ଼ୀ ଠାକୁରାଣୀ ଅନୁଗୁଳ ଜିଲ୍ଲାର ବୁଢ଼ୀ ଠାକୁରାଣୀ ଆରାଧ୍ୟ ଦେବତା ଏବଂ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କର ଆଶୀର୍ବାଦରୁ ଆମେ ଏହି ୟୁନିୟନଟି ଗଢ଼ିଛୁ ଏବଂ ଯାହାକି ଆଉ କିଛି ଦିନ ପରେ ଆମର ରେଜିଷ୍ଟ୍ରେସନ ନମ୍ବର ଆସିସାରିଛି ଏବଂ ଯାହା ହଉ ପ୍ରଭୁଙ୍କ ଆଶୀର୍ବାଦରୁ ଆମେ ଏହି କାର୍ଯ୍ୟ କରିପାରୁଛୁ ଏବଂ ସମସ୍ତେ ଏକ ମନୋଭାବ କରି ଆମେ ଅନୁଗୁଳ ଜିଲ୍ଲାରେ ଏହା ଗୋଟେ ଜିଲ୍ଲାର ସେଲ୍ସମ୍ୟାନ୍ ସଂଘ ସ୍ଥାପନ କରି ନାଁ ରଖିବା ସହିତ ସମସ୍ତ ଦେବାଦେବୀ ମନ୍ଦିର ଏବଂ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟ ଏବଂ ମା ପାଇଁ ଗଛଟିଏ ମଧ୍ୟ ପ୍ରତ୍ୟେକ ବର୍ଷ ଆମେ ଏହି କାର୍ଯ୍ୟ କରି ଆସୁଛୁ ଏବଂ ତାହା ଚାଲୁ ରହିବ ଏବଂ ଜଗନ୍ନାଥ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ପ୍ରତ୍ୟେକ ବର୍ଷ ଆମର ଅନୁଗୁଳ ଜିଲ୍ଲା ମେଡ଼ିକାଲରେ ଥିବା ସମସ୍ତ ରୋଗୀମାନଙ୍କୁ ମାଗଣା ଶୁଖିଲା ଖାଦ୍ୟ ଦିଆଯାଏ ଏବଂ ଏ ବର୍ଷ ମଧ୍ୟ ଆମର ଦିଆଯିବ ଏବଂ ସୁନାବେଶ ଦିନ ଅନ୍ନପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଅଛି। ଏଣୁ ଏହି ସମସ୍ତ ଅନୁଗୁଳ ଜିଲ୍ଲାକୁ ଆମର ସମସ୍ତ ସ୍ୱେଚ୍ଛାସେବୀମାନେ ସମସ୍ତେ ଏହା ଗୋଟେ ବାର୍ତ୍ତା ଦେଉଛି ଆମ ସମସ୍ତ ସଂଘର ସମସ୍ତ ସଭ୍ୟମାନେ ସହଯୋଗ ସମସ୍ତଙ୍କର ଗୋଟେ ଏକ ମନୋଭାବ ଆମେ କିପରି ଅନୁଗୁଳ ଜିଲ୍ଲାରେ ଏହି ଜିଲ୍ଲାର ସମସ୍ତ ସାଂସ୍କୃତିକ କାର୍ଯ୍ୟ କିମ୍ବା ସମସ୍ତ କାର୍ଯ୍ୟରେ ଏବଂ ପ୍ରତ୍ୟେକ ବର୍ଷ ଆମର ଖରାଦିନେ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସରେ ଆମର ବ୍ଲଡ଼ କ୍ୟାମ୍ପ ହେଉଛି ଏବଂ ଯେକୌଣସି ଯେମିତି ଜଣେ ବ୍ୟକ୍ତି ଗୋଟେ ରକ୍ତ ପାଇଁ ଜୀବନ ନ ଯାଉ ଏହି କାର୍ଯ୍ୟରେ ଆମେ ପ୍ରତ୍ୟେକ ବର୍ଷ ଏକ ବ୍ଲଡ଼ କ୍ୟାମ୍ପ କରୁଛୁ ଏବଂ ଏ ବର୍ଷ ମଧ୍ୟ 21/5/2024 ତାରିଖରେ କରାଯାଇଛି ବ୍ଲଡ଼ କ୍ୟାମ୍ପ ଏବଂ ପୁଣି ଆସନ୍ତା ବର୍ଷକୁ ଆମର ପୁଣି ଡିସେମ୍ବର ମାସରେ କରାଯିବ। ମନ୍ଦିର ନିକଟରେ ଥିବା ବୃଦ୍ଧ ବୃଦ୍ଧାମାନଙ୍କୁ ଶେଷରେ ଖାଦ୍ୟ ବଣ୍ଟନ କରିଥିଲେ। ସଂଘ ସଭାପତି ସନ୍ତୋଷ ବେହେରା, ଉପସଭାପତି ରାଜେନ୍ଦ୍ର ମହାପାତ୍ର, ସହ ସମ୍ପାଦକ ଦୀପ୍ତାଶୁ ବିଶ୍ୱାଳ, କୋଷାଧ୍ୟକ୍ଷ ପ୍ରଭାତ ସାହୁଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ଏ ସେବା କାର୍ଯ୍ୟକୁ ସଫଳ କରିଥିଲେ। ଆଗକୁ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି ସଂଘ ତରଫରୁ କହିଛନ୍ତି। ଅନୁଗୁଳ ମେଡିସିନ ସେଲ୍ସମ୍ୟାନ୍ ସଂଘ ତରଫରୁ ଜଗନ୍ନାଥଙ୍କର ରଥଯାତ୍ରା ପୂର୍ବରୁ ଏସବୁ ସଫେଇ କାର୍ଯ୍ୟକ୍ରମ କରାଯାଉଛି। ଯେହେତୁ ସଂଘ ଗୋଟେ କରାଯାଇଛି ସେ ସଂଘର ଗୋଟେ ଉନ୍ନତି କରିବା କିଛି ସାମାଜିକ କାର୍ଯ୍ୟକ୍ରମ କରିବା କିଛି ଉନ୍ନତିମୂଳକ ପରିଷ୍କାର ପରିଚ୍ଛନ୍ନ ଏସବୁ କରିବା ଚିନ୍ତାଧାରା ନେଇକି ଆମେ ଏସବୁ କରୁ 3-4 ବର୍ଷ ପାଖାପାଖି ହେବ। ବ୍ଲଡ଼ କ୍ୟାମ୍ପ କରୁ ସେ ମନ୍ଦିର କୋଉଠି ସଫା କୋଉଠି ଗଛ ଲଗାଯିବ ନୂଆ କୌଣସି କାର୍ଯ୍ୟକ୍ରମ ଗୋଟେ ଯେମିତି କୌଣସି ଲୋକକୁ ସାହାଯ୍ୟ ସହଯୋଗ ମେଡ଼ିକାଲରେ କିଛି ଶୁଖିଲା ଖାଦ୍ୟ କି କୌଣସି ରୋଗୀକୁ କୌଣସି ପ୍ରକାର ସାହାଯ୍ୟ ସହଯୋଗ ଏସବୁ ଚିନ୍ତାଧାରା ନେଇ ଆମେ ଏସବୁ ଆଗେଇ ଚାଲିଛୁ। ପାଖାପାଖି 120 ଲୋକମାନେ ଏଇ ସବୁଥିରେ
ଏସବୁ ସାମାଜିକ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇକିନା ଏସବୁ ବିଭିନ୍ନ ପ୍ରକାର ସଂଘ ତରଫରୁ ଏସବୁ କଲେ ଆମ ଅନୁଗୁଳ ପରିଷ୍କାର ପରିଚ୍ଛନ୍ନ ରହିବ, ସାମାଜିକ ସୁରକ୍ଷା ରହିବ, ଲୋକମାନେ ଗୋଟେ ସଚେତନ ରହିବେ। ତା ସହିତ ଅନୁଗୁଳ କିଛି ଉନ୍ନତିମୂଳକ କାର୍ଯ୍ୟରେ ବିଭିନ୍ନ ସଂଘ ତରଫରୁ ବିଭିନ୍ନ ଅନୁଷ୍ଠାନ ତରଫରୁ ରହିଲେ ଅନୁଗୁଳ ନିହାତି ଏସବୁ କ୍ଷେତ୍ରରେ ଉନ୍ନତି ହେଇପାରିବ। ବ୍ୟୁରୋ ରିପୋର୍ଟ ଅନୁକୂଳ ଲାଇଭ।